जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम राष्ट्र सेशन को आरंभ करिया। राष्ट्र सेशन रे आम आज डिस्कशन करिया जोड़ा आम नक्षत्र प्रेडिक्शन टेक्निक विषय आलोचना ऑलरेडी करी। नक्षत्र प्रेडिक्शन टेक्निक विषय आलोचना करके आम मोस्ट प्रोबेबली नक्षत्र को बेस करके किभली भाव में प्रेडिक्शन करा जिवो से विषय आम पढ़ी। କିଛି डाउट आछि जे शत्रु मित्र ये गोटे क्वेश्चन आसी से क्वेश्चन टा को राजा को टिके दया करके स्क्रीन ने शेयर कलु। କରିଦେବି से जो କରିଦେବି। क्वेश्चन गुड़ाक आसी आज ये एस्ट्रो सेशन रहइबो जतिकिटा क्वेश्चन पचरा जे तारि पर ही आंसर रहइबो। तो आपण वर्तमान से केवल कमेंट्स जोड़ाक आसी ए कमेंट्स ऊपर आज हमें वीडियो करिबा। तो गोटे छोट कथा आपण मानको बुझौछि आपण एई क्वेश्चन रा आंसर हिसाब रे कोन हो आपण बुझिए। वर्तमान प्रेजेंट सिचुएशन जहाँ चली ଯେତେବେଳେ କୁଣ୍ଡଳୀରେ 12ଟା ଭାବ ରହିଛି ସେ 12ଟା ଭାବ ମୋ କୁଣ୍ଡଳୀରେ ସେ 12ଟା ଭାବ ମୋର, ଆପଣଙ୍କ କୁଣ୍ଡଳୀରେ 12ଟା ଭାବ ଆପଣଙ୍କର। ଗ୍ରହ ମାନଙ୍କ ଭିତରେ ପରସ୍ପର ଶତ୍ରୁ ମିତ୍ରତା ରହିଛି ହେଲେ ମଧ୍ୟ କିଛି ଶତ୍ରୁ ଗ୍ରହଙ୍କର ନକ୍ଷତ୍ର ପରସ୍ପର ଉଭୟ ରାଶିରେ ପଡେ। ଯେମିତି ଗୋଟେ ଏକ୍ସାମ୍ପଲ ନେବା ଅଶ୍ଳେଷ ନକ୍ଷତ୍ର ପଡେ କର୍କଟ ରାଶିରେ, ଜ୍ୟେଷ୍ଠା ନକ୍ଷତ୍ର ପଡେ ବିଛା ରାଶିରେ, ଅଶ୍ଳେଷ ନକ୍ଷତ୍ର କର୍କଟ ରାଶିରେ ପଡେ ମୁନ ମର୍ତ୍ତିରେ। ପରସ୍ପର ଭିତରେ ସମ୍ପର୍କ ଭଲ ନାହିଁ। ଜ୍ୟେଷ୍ଠା ନକ୍ଷତ୍ର ତ ଆହୁରି ଅଧିକା ଯେ ସେମାନଙ୍କର ପଡେଇ କୋଉଥିରେ ନା ସେ ବି ବୁଧ ରୁଲ କରନ୍ତି ତାକୁ, ସେଟା ବିଛା ରାଶି ମଙ୍ଗଳକୁ ରୁଲ କରନ୍ତି। ଆପଣ ମାନେ ଗୋଟେ ଜିନିଷ କ୍ଲିୟରଲି ମନେ ରଖିବେ, ଧର କୌଣସି ଗୋଟେ ଜିନିଷ ହେଲା, କୋଉ ଜିନିଷ ହେଲା ନା ବିଛା ରାଶିରେ ଜ୍ୟେଷ୍ଠା ନକ୍ଷତ୍ରରେ ମର୍କ୍ୟୁରୀ ବସିଗଲେ, ବିଛା ରାଶିରେ ଜ୍ୟେଷ୍ଠା ନକ୍ଷତ୍ରରେ କେତୁଦେବ ବସିଗଲେ, ବିଛା ରାଶିରେ ଜ୍ୟେଷ୍ଠା ନକ୍ଷତ୍ରରେ ରାହୁଦେବ ବସିଗଲେ, ବିଛା ରାଶିରେ ଜ୍ୟେଷ୍ଠା ନକ୍ଷତ୍ରରେ ଶନିଦେବ ବସିଗଲେ। क्वेश्चन ଏଇଭଳିଆ ଆସୁଛି, ଏଗୁଡା ବହୁତ ଜାର୍ଗନ ସୃଷ୍ଟି କରୁଛି। यार सिंपल आंसर तमे सुन, दिटा देश अछन सेमाने परस्पर भितर सेमानंकर संबंध भल नाही। जेमति कि पाकिस्तान इंडिया भितर संपर्क परस्पर सहित केते मात्रा रे उज्जवल, इंडिया और चाइना भितर संपर्क केते मात्रा रे उज्जवल सेटा हमें भल भाव अवगत। एवं इंडिया एवं बांग्लादेश सहित भी संपर्क केते मात्रा रे उज्जवल सेटा भी हम अवगत। इंडिया रा प्रेजेंटली यूएस सहित संपर्क केते मात्रा उज्जवल सेटा भी हम अवगत। किंतु सेमानंकर एम्बासी कोन सेठी नाही कि हमर इंडियन एम्बासी ता पाकिस्तान रे नाही कि सिना ऑपरेशन सिंधुर ହେଲା ବୋଲି ସେ ତାକୁ କହିଲେ ତୁ ପଳା ଇଏ ପଳा। ଆଗ୍ରହ ମାନେ କଣ କହିବେ ତାକୁ ଶ୍ରୀକୃଷ୍ଣ ଅର୍ଡର ଦେଇଛନ୍ତି କି ତୋ ନକ୍ଷତ୍ରରେ ଏଇଟା ରହିବ, ସିଏ କହିବ ମୁଁ ସେ କଣ ମନ ଇଚ୍ଛା କରିଦବ। ଦୁନିଆର ସିନା କେହି ହେଡା ନାହାନ୍ତି ବୋଲି ସେ ମନ ଇଚ୍ଛା କରୁଛନ୍ତି ତମ ଏମ୍ବାସି ତମେ ଫେରେଇ ନିଅ। ଗ୍ରହ ମାନେ କଣ କହିବେ କି ନାଇଁ ମୋ ନକ୍ଷତ୍ର ତୋ ରାଶିରେ ଆଉ ରହିବ କି? ରହିବ, ନିଶ୍ଚିତ ରହିବ। କାରଣ ଏଇଟା ଭଗବାନ ଶ୍ରୀକୃଷ୍ଣ ତାକୁ ଅର୍ଡର କରିଛନ୍ତି କି 12ଟା ଭାବ ଯିଏ ଯୋଉଠି ଯାହାର ନକ୍ଷତ୍ର ଅଛି ସେଇଠି ରହିବ, ତମ ହିସାବରେ ଚାଲିବନି। କାଳ ପୁରୁଷ ବ୍ରହ୍ମବୈବର୍ତ ପୁରାଣରେ କ୍ଲିୟରଲି ମେନସନ ଅଛି କି ମୁଁ ବି ମୋ ଇଚ୍ଛା ହିସାବରେ କୌଣସି କାମ କରିପାରେନି, ସେ ଭଗବାନ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ଅର୍ଡର ହିଁ ଫଲୋ କରିକି ଚାଲେ। ଏବେ ଆସିବା ଆମେ ଏମ୍ବାସି ସିଚୁଏସନ। ଯଦି କୌଣସି ଶତ୍ରୁ ଦେଶର ଏମ୍ବାସି ଆମ ଦେଶରେ ଅଛି ତାହେଲେ ସେ ଏମ୍ବାସିର ଲୋକମାନଙ୍କୁ କଣ କିଏ ବାଡେଇକି ବାହାର କରିଦିଏ? They have no power to. ଏକ୍ଜାକ୍ଟଲି ସେମତି ତୁମେ ନକ୍ଷତ୍ରକୁ ବେଶ କରିକି ପ୍ରେଡିକ୍ସନ ର ୟୁଜ ଟାକୁ କରିପାରିବ। ଯୋଉ ନକ୍ଷତ୍ର ଯୋଉ ରାଶି ଅଣ୍ଡରରେ ଆସିଛି ସେଇଟାକୁ ଆମେ ସୃଷ୍ଟି କରିନୁ। ଯୋଉ ନକ୍ଷତ୍ର ଯୋଉ ଶତ୍ରୁ ରାଶିରେ ଆସୁ କି ମିତ୍ର ରାଶିରେ ଆସୁ ସେଟା ବିଷୟରେ ବି ଆମେ ଜାଣିନୁ। ସେଟାକୁ ଯିଏ କ୍ରିଏଟର ବିଧାତା ସିଏ ସୃଷ୍ଟି କରିଛି। ତେଣୁ ଆମେ ତାକୁ ପ୍ରେଡିକ୍ସନ ୱେରେ ନେଇପାରିବା। ଫଳାଫଳ କଣ ହବ କେମିତି ହବ
ସେଇଟା ବିଷୟରେ ଜାଣିବାକୁ ହେଲେ ସେଇ ନକ୍ଷତ୍ର ର ସ୍ଵାମୀ କୋଉଠି ବସିଛନ୍ତି, କୋଉ ଭାବରେ ବସିଛନ୍ତି, କିଭଳି ଭାବରେ ବସିଛନ୍ତି, ସେଟା ଦେଖିବାକୁ। ଗ୍ରହ ମାନଙ୍କର ଦିଟା ପ୍ରକୃତି ଅଛି, ଗୋଟେ ହେଲା ତାଙ୍କର ନିଜର ପ୍ରକୃତି, ଆଉ ଗୋଟେ ହେଲା ସ୍ଥାନ କାଳ ପାତ୍ର ହିସାବରେ ପ୍ରକୃତି। ନିଜର ପ୍ରକୃତିକୁ ସେ କଦାପି ତ୍ୟାଗ କରିବେନି, ସ୍ଥାନ କାଳ ପାତ୍ରର ପ୍ରକୃତିକୁ ସେମାନେ କଦାପି ତ୍ୟାଗ କରିବେ। ତେଣୁ ମିତ୍ର ଗୃହରେ ଥାଇ ଶତ୍ରୁ ନକ୍ଷତ୍ର କିଭଳି ଭାବରେ ଫଳ ଦବ, ସେଇଟା ଯଦି ଆମେ ଆଲୋଚନା କରିବା, ତାହେଲେ ଆମକୁ ସେ ମିତ୍ର ଗୃହରେ ଥାଇ ଶତ୍ରୁ ନକ୍ଷତ୍ରର ସ୍ଵାମୀର ପୋଜିସନ ଟା କୋଉଠି ଅଛି ଦେଖିବାକୁ ପଡିବ। ସେ 6 8 12 ଅଛି କି, ଦଶା ଲଗ୍ନ ଟେକ୍ନିକ ହିସାବରେ ସିଏ 2 5 ଅଛି କି, 5 9 ରହିଲେ କି? ଶତ୍ରୁ ଗୃହରେ ଥାଇ ମିତ୍ର ନକ୍ଷତ୍ର, ଶତ୍ରୁ ଗୃହରେ ଥାଇ ମିତ୍ର ନକ୍ଷତ୍ର ଯଦି ହବ, ତାର ସ୍ୱାମୀ କୋଉଠି ଅଛି ସେଇଟା ଦେଖିବାକୁ ପଡିବ। ଖାଲି ଆମେ ଇନିସିଆଲି ପ୍ରେଡିକ୍ସନ ଦେଇଦେଲେ ସେଟା ଭୁଲ। ଆମେ ମାନସାଗରୀ ପଦ୍ଧତି ଏଇଥିପାଇଁ ପଢୁଛେ, ସେଇଟା ଗୋଟେ ନୈସର୍ଗିକ ଗୁଣକୁ ଆଧାର କରିକି ତାକୁ ବନାଯାଏ। ତେଣୁ ମିତ୍ର ଗୃହରେ ଥାଇ ଶତ୍ରୁ ନକ୍ଷତ୍ର ଆଉ ଶତ୍ରୁ ଗୃହରେ ଥାଇ ମିତ୍ର ନକ୍ଷତ୍ର, ଯୋଉ ଜିନିଷଟା ଆପଣ ମାନେ କହୁଛନ୍ତି ବା ଯୋଉ କୋଶ୍ଚିନ୍ ଆସିଛି, ସେ କୋଶ୍ଚିନ୍ ର ମିନିଂ ହେଲା, ଆଉ ତାର ଆନ୍ସର ବହୁତ ହି ସିମ୍ପଲ, କି ଆମକୁ ଦେଖିବାକୁ ପଡିବ ଯେ ମିତ୍ର ଗୃହରେ ଥାଇ ଶତ୍ରୁ ନକ୍ଷତ୍ରର ସ୍ଵାମୀ, ଶତ୍ରୁ ଗୃହରେ ଥାଇ ମିତ୍ର ନକ୍ଷତ୍ରର ସ୍ଵାମୀ ର ଅବସ୍ଥା କୋଉ ଭଳି ଭାବରେ ଅଛି। ଯୋଉ 9 ଅବସ୍ଥା ମୁଁ ଆପଣଙ୍କୁ ପଢେଇଥିଲି, ଗ୍ଲେଜିଂ, ମୁଦିତ, ଦୀପ୍ତ, ଏଇ ଯୋଉ 9ଟା ଅବସ୍ଥା ମୁଁ ପଢେଇଥିଲି ଉତ୍ତର କାଲାମୃତ ଗ୍ରନ୍ଥରୁ, ଗ୍ରହ ମାନଙ୍କର ଅବସ୍ଥା, ସେଇ ଅବସ୍ଥାକୁ ଭଲସେ ଆନାଲିସିସ କଲେ ଜଣା ପଡିବ ଯେ ଫଳାଫଳ କଣ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।